ହିମାଳୟର ପବିତ୍ର ଶିଖର କୈଳାସ ପର୍ବତ, ଯେଉଁଠି ମନେ ହୁଏ ମେଘମାନେ ମଧ୍ୟ ଭକ୍ତ। ପବନର ପ୍ରତ୍ୟେକ ଶ୍ୱାସରେ ଶୁଣାଯାଏ ଓଁ ନମଃ ଶିବାୟ। ଏହି ଦିନ କୈଳାସରେ ଏକ ଦିବ୍ୟ ଘଟଣା ଘଟିଥିଲା, ଯାହାକୁ ଦେଖିବା ଲାଗି ସ୍ୱର୍ଗରୁ ଦେବତାମାନେ ମଧ୍ୟ ଅବତରି ଆସିଥିଲେ। ଏକ ମଣ୍ଡପ ସଜା ହୋଇଥିଲା, ଫୁଲର ସୁଗନ୍ଧରେ, ଦୀପର ଆଲୋକରେ, ବେଦମନ୍ତ୍ର ପବିତ୍ର ଧ୍ୱନିରେ, କାହିଁକି ନା ସେଦିନ ଶିବ ପାର୍ବତୀ ବିବାହ ଥିଲା। କୁହାଯାଏ ବ୍ରହ୍ମା ଓ ବିଷ୍ଣୁ ନିଜେ ସାକ୍ଷୀ ହୋଇଥିଲେ ଏବଂ ଦେବଲୋକର ସମସ୍ତ ଶକ୍ତି ଏକ ମୁହୂର୍ତ୍ତ ପାଇଁ ଏକାମ୍ର ହୋଇଥିଲା। ଶେଷରେ ଶିବ ଓ ଶକ୍ତି ଏକାଠି ହୋଇଥିଲେ ଏବଂ ସବୁ ଭକ୍ତ ଓ ଦେବତାମାନଙ୍କୁ ଆଶୀର୍ବାଦ କରିଥିଲେ। ଏହା ଥିଲା ଗୋଟେ ଦିବ୍ୟ ବିବାହ ବା ଦୈବ୍ୟ ବିବାହ, ଯାହାକୁ ଆଜି ଲୋକମାନେ ଶ୍ରଦ୍ଧାରେ ସ୍ମରଣ କରିବା ପାଇଁ ପ୍ରତିବର୍ଷ ମହାଶିବରାତ୍ରି ଦିନ ଲୋକମାନେ ଶିବଙ୍କୁ ଆରାଧନା କରନ୍ତି। ରାତି ସାରା ଜାଗର କରି ଓଁ ନମଃ ଶିବାୟ ଜପ କରନ୍ତି ଏବଂ ଶିବଲିଙ୍ଗରେ ଜଳ, ବିଲ୍ୱପତ୍ର ଏବଂ କ୍ଷୀର ଅର୍ପଣ କରି ଭଗବାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରନ୍ତି। ଯେତେବେଳେ ଶିବରାତ୍ରି କଥା ଓଡ଼ିଶାରେ ଆସେ, ସେତେବେଳେ ପ୍ରଭୁ ଲିଙ୍ଗରାଜଙ୍କୁ ସମସ୍ତେ ମନେ ପକାନ୍ତି। ଭୁବନେଶ୍ୱର ହେଉଛି ଶୈବପୀଠ, ଯେଉଁଠି ପ୍ରତ୍ୟେକ ପଥରେ ଶିବଙ୍କର ଉପସ୍ଥିତିର ଅନୁଭବ ହୁଏ। ଲିଙ୍ଗରାଜ ମନ୍ଦିରରେ ପ୍ରଭୁ ଶିବଙ୍କର ବିଶେଷ ପୂଜା ହୋଇଥାଏ। ହଜାର ହଜାର ଭକ୍ତ ଜଳ ଅର୍ପଣ କରିଥାନ୍ତି। ଘଣ୍ଟି ଶଙ୍ଖ ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଯାଏ। କିମ୍ବଦନ୍ତୀ କହେ, ମହାଶିବରାତ୍ରି ରାତିରେ ଯେ ଭକ୍ତ ସ୍ୱଚ୍ଛଳ ମନରେ ଲିଙ୍ଗରାଜଙ୍କୁ ପ୍ରାର୍ଥନା କରେ, ତାଙ୍କର ଜୀବନରୁ ସମସ୍ତ ଅନ୍ଧକାର ଦୂର ହୁଏ ଏବଂ ମହାଦେବ ତାଙ୍କୁ ଶାନ୍ତି ଓ ଶକ୍ତି ଦେଇଥାନ୍ତି। କ'ଣ ଆପଣ ଲିଙ୍ଗରାଜ ଗଲେଣି କି ନାହିଁ? କମେଣ୍ଟ ବକ୍ସରେ ଜଣାନ୍ତୁ ଏବଂ ହର ହର ମହାଦେବ ଲେଖନ୍ତୁ।